ଆପଣଙ୍କୁ ଏ ଯୋଉ ଦୃଶ୍ୟ ଦେଖାଉଛି ଇଏ କୌଣସି ଅଳିଆ ଗଦାରେ ନୁହଁ ବରଂ ଇଏ ବାଣୀବିହାର କ୍ୟାମ୍ପସ ଭିତରେ ଥିବା ଛାତ୍ରାବାସର ଦୃଶ୍ୟ। ଯେତେବେଳେ ଇଏ ଛାତ୍ର ତମାମ ଛାତ୍ର ମାନେ ଅଭିଯୋଗ ଆଣିଥିଲେ କି ଅଣଛାତ୍ର କବ୍ଜାରେ ପୁରା ବାଣୀବିହାର କ୍ୟାମ୍ପସ। ଆଉ ଆଜି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଉ ଯେତେବେଳେ କଲେଜ କର୍ତ୍ତୃପକ୍ଷ ଭିସି ସମସ୍ତେ ଉପସ୍ଥିତ ରହି ଅଣଛାତ୍ରକୁ ଚିହ୍ନଟ କରିଛନ୍ତି। ଆଉ ଚିହ୍ନଟ ପରେ ଇଏ ସବୁ ଯୋଉ ରୁମ୍ରୁ ଏସବୁ ଜିନିଷ ବାହାରିଛି। ଆଉ ବଡ଼ କଥା ହେଉଛି ଏମାନେ ବାହାରୁ ଲକ୍ କରି ପଳେଇ ଯାଇଥିଲେ, କାହିଁକି ନା ପୂର୍ବରୁ ମଧ୍ୟ ନୋଟିସ୍ ଲାଗିଥିଲା। ନୋଟିସ୍ ପରେ ଏମାନେ କିଛି ଶୁଣି ନଥିଲେ। ଆଉ ଯାହା କିଛି ପିଲା କହୁଥିଲେ କି ଏଠି ଛାତ୍ର କମ୍ ଅଣଛାତ୍ର ଅଧିକା ରହୁଥିଲେ। ଆଉ ବିଶେଷ କରି ଡେଲିଭରି ବୟ ରହୁଛନ୍ତି, ଆଉ ଡେଲିଭରି ବୟ କିଛି ଡ୍ରାଇଭର ଆଉ ଏମିତି କିଛି ଏଇ ଶ୍ରେଣୀର ଲୋକ ରହୁଛନ୍ତି। ଆଉ ଆପଣଙ୍କୁ ସେ ଦେଖଉଛି ଇଏ ଖାଲି ଇଏ ଯୋଉ ଦୃଶ୍ୟ ଦେଖାଉଛି ଇଏ ଗୋଟିଏ ହଷ୍ଟେଲ ନୁହଁ ବରଂ ଯୋଉ 5ଟି ଯାକ ହଷ୍ଟେଲର ସମାନ ଦୃଶ୍ୟ ରହିଛି। ଆଉ ସମାନ ଦୃଶ୍ୟ ପରେ ଇଏ ଯେତେବେଳେ ଆଜି ପ୍ରଶାସନ ଆସି ଏମାନଙ୍କୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଆରମ୍ଭ ପରେ ଏମାନେ ଘଟଣାସ୍ଥଳକୁ ଆଡ଼େ ଚମ୍ପଟ ମାରିଛନ୍ତି। ଆଉ ସିଧାସଳଖ ଦୃଶ୍ୟ ଦେଖେଇବି, ଇଏ ଏକ ଯୋଉ ରହିଛି ହିଟର ରହିଛି, ଇଏ ରୁମ୍ରେ କୌଣସି ଗ୍ୟାସ୍ ୟୁଜ୍ କରୁନଥିଲେ, କାହିଁକି ନା ଏଠି ଇଲେକ୍ଟ୍ରିକ୍ ବିଲ୍ ଦେବାକୁ ପଡ଼େନି, ପାଣି ବିଲ୍ ଦେବାକୁ ପଡ଼େନି। ଆଉ ହଜାର ହଜାର ଟଙ୍କା ନେଇ ଏ ରୁମ୍କୁ କିଣୁଥିଲେ। ଆଉ ଏମାନେ ବିନା ପଇସାରେ ରୋଷେଇ କରି ପୁରା ଅଏସାରାମ ଜୀବନଯାପନ କରୁଥିଲେ। କିନ୍ତୁ ବଡ଼ କଥା ହେଉଛି ଏମାନଙ୍କ ପଛରେ ଯେଉଁ ରାଜନୈତିକ ଦଳର ସମ୍ପୃକ୍ତି ଆସିଛି। ଆଉ ଏମାନେ ଦୀର୍ଘ ଦିନ ହେବ ଏମିତି ମାଡ଼ି ବସିଛନ୍ତି, ଯେଉଁ ରୁମ୍ ଯାକ ମାଡ଼ି ବସିଥିଲେ। ଆଉ ଏମାନେ କେଉଁ ରାଜନୈତିକ ଦଳ ଏମାନେ ଯେଉଁ ଆଧିପତ୍ୟ ଦେଖାଇ ରୁମ୍ କବ୍ଜା କରିଥିଲେ ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠୁଛି। କାହିଁକି ନା ଯେତେବେଳେ ଗୋଟେ ଗରିବ ଶ୍ରେଣୀର ଛାତ୍ରଟି ଆସୁଛି ପାଠ ପଢ଼ିବା ପାଇଁ ବାଣୀବିହାରକୁ, ନିଜର ସୁନେଲି ସ୍ୱପ୍ନ ନେଇ, ଆଉ ଯେତେବେଳେ ବାଣୀବିହାରରେ ଆସୁଛି ତାକୁ ରୁମ୍ ମିଳୁନି। ଆଉ ସେ ବାଧ୍ୟ ହୋଇ କୌଣସି ଏକ ଅଧିକା ପଇସା ଦେଲା ପରେ ସିଏ ରୁମ୍ ନେଇ ବାହାରେ ରହୁଛି। କିନ୍ତୁ ଅଣଛାତ୍ର ଯେଉଁ କବ୍ଜା ରହିଥିଲା, ଅଣଛାତ୍ର କବ୍ଜାରେ ପୁରା ବାଣୀବିହାର କ୍ୟାମ୍ପସ୍ ଥିଲା। ଆଉ ହଷ୍ଟେଲ କଥା ତ ନ କହିବା ହିଁ ଭଲ, କାହିଁକି ନା ଏଠି ଦୀର୍ଘ ଦିନ ହେବ ସମସ୍ତ ଅନୈତିକ କାମ ଚାଲିଥିଲା। ଆଉ ନିଶା ପାଣି କଥା କୁହନ୍ତୁ, କୌଣସି ଚୋରି ଟସ୍କରୀ ସବୁ ଚାଲିଥିଲା ଆ ଭିତରେ। ଆଉ ଆଜି ପ୍ରଶାସନ ତରଫରୁ ପାଖାପାଖି 10 ପ୍ଲାଟୁନ ପୋଲିସ ଆସି ଇଏ ଯେଉଁ ଯେଉଁ ହଷ୍ଟେଲରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଉ ଏମାନେ ଉଚ୍ଛେଦ ପ୍ରକ୍ରିୟା ସମୟରେ ଇଏ ଘଟଣାସ୍ଥଳରୁ ଯେତିକି ପ୍ରାୟ କିଛି ଅଣଛାତ୍ର ଘଟଣାସ୍ଥଳରୁ ପଳେଇ ଯାଇଥିଲେ। ଆଉ କିଛି ଛାତ୍ର ମଧ୍ୟ ଅଛନ୍ତି ନିଜ ଜିନିଷ ନେଇ ଯାଇଛନ୍ତି। କିନ୍ତୁ ବାରମ୍ବାର ନୋଟିସ୍ ଲାଗିଲା ପରେ, ଯେତେବେଳେ ଅମାନ ହେଇ ରହୁଛନ୍ତି ଆଉ ରହିବା ପରେ ଏମାନଙ୍କୁ ବାରମ୍ବାର ନୋଟିସ୍ ଲାଗିଥିଲା। ଆଉ ନୋଟିସ୍ ପରେ ଏମାନେ ରୁମ୍ ଛାଡ଼ିବାକୁ ନାରାଜ ଥିଲେ। ଆଉ ଆଜି ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଉ ବଡ଼ କଥା ହେଉଛି ପୂର୍ବରୁ ମଧ୍ୟ ଏମିତି ବି କିଛି ପୂର୍ବରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଉ ଯଥା ପୂର୍ବଂ ତଥା ପରଂ, ଅର୍ଥାତ୍ ତାପରେ ମଧ୍ୟ ଏମାନେ କବ୍ଜା କରି ବସିଥିଲେ। ଆଉ ଏମାନଙ୍କର ପ୍ରାଦୁର୍ଭାବ ବଢ଼ାଇ ଚାଲିଥିଲେ। ଆଉ ଏମାନେ କେବେ ସୁଧରିବେ ତାହା ଆଗକୁ ଦେଖିବାକୁ ବାକି ରହିଲା। ଭୁବନେଶ୍ୱରରୁ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଦେବାଶିଷଙ୍କ ସହ ହରେକୃଷ୍ଣ ଗିରି, ପ୍ରତିଦିନ ଟିଭି।